ଦିନେ ନଟିଆ ଓ ତା ସାଙ୍ଗମାନେ ଚନ୍ଦ୍ରମାମୁଁ ଘରକୁ ବୁଲି ଯାଇଥିଲେ। ଦିନ ଯାକ ବହୁତ ମଜାମସ୍ତି କଲେ। ସନ୍ଧ୍ୟା ହୋଇଗଲା। ଚନ୍ଦ୍ରମାମୁଁ ରାତିଯାକ ସେଇଠି ରହିବାକୁ କହିଲେ। ହେଲେ ନଟିଆ ଓ ତା ସାଙ୍ଗମାନେ ରାଜି ହେଲେନି। ନଟିଆମାନେ କହିଲେ, ଡେରି ହେଲେ ଆମ ଘରେ ରାଗିବେ, ଆମେ ପଳାଇମୁ, ଆପଣ ବ୍ୟସ୍ତ ହୁଅନ୍ତୁନି। ଚନ୍ଦ୍ରମାମୁଁ ମନା କଲା ପରେ ବି ସେମାନେ ସନ୍ଧ୍ୟା ସମୟରେ ଘରୁ ବାହାରିଗଲେ। ଯାଉ ଯାଉ ଅନ୍ଧାର ହୋଇଗଲା। କିଛି ବାଟ ଗଲା ପରେ ସେମାନେ ଦେଖିଲେ କି ଜଣେ ବାମୁଣ ଲୋକଟିଏ ଲିଫ୍ ମାଗୁଅଛି। ସେମାନେ ତାଙ୍କ ପାଖକୁ ଯାଇ ଅଟକିଗଲେ। ଗେଣ୍ଡୁ ପଚାରିଲା, ମଉସା କୁଆଡ଼େ ଯିବେ? ଏତେ ରାତିରେ ଏଇଠି କ'ଣ କରୁଛନ୍ତି? ବାମୁଣ ଲୋକଟି କହିଲା, ମୁଁ ଚାଲି ଚାଲି ଦୂର ଗାଁକୁ କାମରେ ଯାଉଥିଲି। ଏବେ ସନ୍ଧ୍ୟା ହୋଇଗଲା, ତୁମେମାନେ ମୋତେ ପାଖ ଗାଁରେ ଛାଡ଼ିଦେବ କି? ନେଉଲ କହିଲା। ବାମୁଣ ଲୋକଟା ସେଥିପାଇଁ ବୋଧେ ଜୋରରେ ଚାଲିପାରିଲାନି। ଦିନ ଥାଉ ଥାଉ ଘରେ ପହଞ୍ଚି ପାରିଲା ନାହିଁ। ଦୁଃଖ ତ ତା'ର ଭାଗ୍ୟରେ ଲେଖା ଆଉ। ବାମନକୁ ନେଉଳର କଥା ବହୁତ ଖରାପ ଲାଗିଲା। ବାମନ ମନ ଦୁଃଖ କଲା। ନଟିଆ କହିଲା, ପାଟି ଚୁପ୍। ସେମାନେ ବାମନକୁ ସାଇକେଲରେ ବସାଇ ନେଲେ। କିଛି ବାଟ ଗଲା ପରେ ଡାଙ୍ଗ କହିଲା, ତୁମେ ବାମନ କାହିଁକି ହେଲ? ତୁମକୁ ତ ଝିଅ ବି ମିଳୁନଥିବେ ବାହାଘର ପାଇଁ। ସମସ୍ତେ ହସିଲେ। ବାମନକୁ ଆହୁରି ଖରାପ ଲାଗିଲା ଓ ବାମନଟି ସାଇକେଲରୁ ଓହ୍ଲାଇ ପଡ଼ିଲା। ସମସ୍ତେ ଅଟକିଗଲେ ଓ ପଚାରି କ'ଣ ହେଲା? ବାମନ ତା ଭୂତ ରୂପକୁ ଆସିଗଲା। ସମସ୍ତେ ଦେଖି ଡରିଗଲେ। ଭୂତ ଭୂତ ବୋଲି ଦୌଡ଼ିଲେ। ବାମନ କହିଲା, ମୁଁ ହେଉଛି ବାମନ ଭୂତ। ଆଜି ତମ ସମସ୍ତଙ୍କୁ ମାରିଦେବି। ଗେଣ୍ଡୁ ପଚାରିଲା, ଆମକୁ କାହିଁକି ମାରିବ? ଆମେ ତୁମର କ'ଣ କ୍ଷତି କଲୁ? ବାମନ କହିଲା, ଖାଲି ତୁମ୍ଭେ ନୁହେଁ, ଏ ସମାଜ ମୋର ବହୁତ କ୍ଷତି କରିଛି। ମୁଁ ବଞ୍ଚିଥିବା ବେଳେ ମୋତେ ବାମନ କହି ବଞ୍ଚାଇ ଦେଲେ ନାହିଁ। ବାମନ ବାମନ କହି ତାତ୍ସଲ୍ୟ କଲେ। ବିବାହ ପାଇଁ କେହି ଝିଅ ଦେଲେନି। ସବୁଠି ମୁଁ ତଡ଼ା ଖାଲି। ନା ମୋତେ ଚାକିରି ମିଳିଲା, ନା ସମ୍ମାନ। ଶେଷରେ ମୁଁ ବିରକ୍ତ ହୋଇ ଏହି ଜଙ୍ଗଲରେ ଆତ୍ମହତ୍ୟା କଲି। ହେଲେ ମୋ ଆତ୍ମାକୁ ଶାନ୍ତି ମିଳିଲା ନାହିଁ। ଯେଉଁମାନେ ମୋତେ ବାମନ ବାମନ କହି ମଜାକ ଉଡ଼ାଉଥିଲେ, ମୁଁ ସେମାନଙ୍କଠୁ ପ୍ରତିଶୋଧ ନେଲି। ଓ ଆଜି ତୁମେମାନେ ବି ମୋର ମଜାକ ଉଡ଼ାଇଲ। ତୁମେମାନେ ଶାସ୍ତି ପାଇବ। କାହାରିକୁ ଛାଡ଼ିବିନି। ନଟିଆ କ୍ଷମା ମାଗିଲା। ଛାଡ଼ିଦେବାକୁ ନେହୁର ହେଲା। ହେଲେ ବାମନ ଭୂତ ଶୁଣିଲାନି। ଭୂତ ସମସ୍ତଙ୍କ ଉପରକୁ ଆକ୍ରମଣ କରିଦେଲା ଓ ସେତିକିବେଳେ ଚନ୍ଦ୍ରମାମୁଁ ଓ ଜଣେ ବାମନ ପୂଜାରୀ ଆସିଲେ। ବାମନ ପୂଜାରୀ ବାମନ ଭୂତ ଉପରେ ମନ୍ତ୍ର ପାଣିଟି ଛିଟିଦେଲା ଓ ବାମନ ଭୂତଟି ମରିଗଲା। ସାଙ୍ଗମାନେ, ମୋ ଭିଡ଼ିଓ ଯଦି ଭଲ ଲାଗିଥିଲେ ମୋ ଭିଡ଼ିଓଟିକୁ ଲାଇକ୍ କରିବେ ଓ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ।